मोर प्रिय देशवासीगण नमस्कार। मन की बात रे पुणी थरे आपण समस्तଙ୍କ सह जोड़ी होई मते बहुत खुशी लगुछि। 2026 वर्षर प्रथमार्थ बीतीबाकू बसिलाणी। एई 6 मासरे आमे मन की बात रे देशवासी अनेक उपलब्धि संपर्क रे आलोचना करिछु। जून रे मध्य देश एभली किछि उपलब्धि हासिल करिछि जहा प्रत्येक देशवासी को गर्वित करुछि। ଏହି ସଫଳତା ଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜ ଗୁଡ଼ିକର ଡିଜାଇନ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40ଟି ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଇଜ୍ ମିସାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDOର ଲ୍ୟାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102ଟି ସ୍ୱର୍ଣ୍ଣ ପଦକ। ଭାରତ ଏହି ଚାମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ। ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୋଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି।
ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1 ଲକ୍ଷ ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2 ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11 ଲକ୍ଷ ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏହି ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା 1000 ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସା ବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି ଯାହା ବହୁତ କ୍ଷତିକାରକ ହୋଇଥାଏ।
ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବେ ଘଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି 2ଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ। ମାତ୍ର ଏହା ସେପରି ନୁହେଁ। ଏହା 5ରୁ 10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି, ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ। ଫୁଟସାଲକୁ ଇନଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ
ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ। ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରିବିଆନ୍ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଇ ନାହିଁ, କିନ୍ତୁ ସେମାନେ ଅଡ଼ିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପି ପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୁକ୍ତମ, ଶ୍ରୀ ସୁକ୍ତମ, ଶ୍ରୀ ରୁଦ୍ରମ, ଦୁର୍ଗା ସୁକ୍ତମ ଓ ଦେବୀ ମହାତ୍ମ୍ୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା
ମେଘାଳୟର ରୁଟ୍ ବ୍ରିଜ ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜର ରୂପ ଧାରଣ କରନ୍ତି। ଏହି ବ୍ରିଜ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଦ୍ଭୁତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ, ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନା ଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ। କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ ଆବର୍ଜନା ଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକକୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକକୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ,
ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇ ଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟା ଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟା ଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା। ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ ତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ। ନମସ୍କାର।